ଜଣେ ବୈଜ୍ଞାନିକ ମାନବ କ୍ଲୋନ୍ ମେସିନ୍ ବିକଶିତ କରିଥିଲା। ତାଙ୍କର ପରୀକ୍ଷଣ କରିବାକୁ ସେ କାହାକୁ ଖୋଜୁଥିଲେ, ତେଣୁ ସେ ଜଣେ ବୃଦ୍ଧ ମହିଳାଙ୍କୁ ଅପହରଣ କରି ନେଇ ଆସିଥିଲେ। ସେ ତାଙ୍କୁ ଲାବୋରେଟୋରୀକୁ ନେଇ ତାଙ୍କ କ୍ଲୋନ୍ ମେସିନ୍ ଭିତରେ ରଖିଥିଲେ। ଏହାପରେ ବୈଜ୍ଞାନିକ ମହିଳାଙ୍କ ପୁଅକୁ ଡାକି ତାଙ୍କ ଲାବୋରେଟୋରୀକୁ ତାଙ୍କ ମା'କୁ ଦେଖା କରିବାକୁ କହିଥିଲେ। ବ୍ୟକ୍ତି ଜଣକ ଲ୍ୟାବରେ ପହଞ୍ଚିଥିଲେ, କିନ୍ତୁ ତାଙ୍କ ମା' ପରି ଦେଖାଯାଉଥିବା 4 ଜଣ ମହିଳାଙ୍କୁ ପାଇଥିଲେ। ଏହି 4 ଜଣ ମଧ୍ୟରୁ ସେ ବ୍ୟକ୍ତି ଜଣକର ମା' କିଏ? A, B, C, D? କମେଣ୍ଟରେ ଜଣାନ୍ତୁ।